ମାନେ ତୁମମାନେ କେମିତି ସବୁ ଅଛ? ଆଶା କର ତୁମର ସବୁ ପ୍ରିପାରେସନ୍ ବହୁତ ଭଲ ଚାଲିଥିବ ପରୀକ୍ଷା ପାଇଁ। ମୁଁ ଆଜି ପୁଣି ନେଇ ଆସିଛି କିଛି ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଯେଉଁଟା ପରୀକ୍ଷାରେ ପ୍ରାୟ ସବୁ ବର୍ଷ ଏଇଭଳିଆ ପାଟର୍ଣ୍ଣର ପ୍ରଶ୍ନ ପଡ଼େ। ତ ତୁମମାନେ ଚେଷ୍ଟା କର ବୁଝିବା ପାଇଁ। ତାର ମୁଁ ଡିଟେଲ୍ ସଲ୍ୟୁସନ୍ ବି ଦେଇଛି, ସର୍ଟ ମେଥଡ଼ ଯେଉଁଟା ହେଇପାରିବ ସେଟାକୁ ବି କହିବି। ଏବଂ ସମୟ ଆଗ ସବୁବେଳେ ଆମର ତୁମେ ସବୁବେଳେ କ'ଣ ବୁଝିବାକୁ ଚେଷ୍ଟା କର, ତାର ଥିଓରି ବୁଝିବାକୁ ଚେଷ୍ଟା କର। ସବୁବେଳେ ସର୍ଟ ମେଥଡ଼ ଉପରେ ଆଶା କରି ରହ ନାହିଁ, କାରଣ ସର୍ଟ ମେଥଡ଼ଟା ବୁଝିଗଲେ ବହୁତ ଭଲ, କିନ୍ତୁ ତୁମ ପାଇଁ ସେଇଟା ବ୍ୟାକଫାୟାର ବି ବେଳେବେଳେ ହେଇପାରେ। ଠିକ୍ ଅଛି, ଆଉ ଡେରି ନକରି ଆଗକୁ ଯିବା, ଭିଡ଼ିଓକୁ ଲମ୍ବା କରିବା ନାହିଁ। ତୁମମାନେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବ, ଯାହାଫଳରେ ଅନ୍ୟ ପିଲାଙ୍କ ପାଖରେ ପହଞ୍ଚିପାରିବ। ପ୍ରଥମ କ୍ୱେଶ୍ଚିନ୍ ହେଲା, କିଛିଟା ଲବ୍ଧାଙ୍କ ଦେଇଛି x1 x2 x3 xn, ମାନଙ୍କର ମାଧ୍ୟମାନ ହେଉଛି m, ହେଲେ x1 ପ୍ଲସ୍ ଏ, x2 ପ୍ଲସ୍ ଏ, x3 ପ୍ଲସ୍ ଏ, xn ପ୍ଲସ୍ ଏ, ତାମାନେ ସବୁ ପଦରେ ଏ ମିଶିଛି। ସବୁ ପଦରେ କ'ଣ ମିଶିଛି? ଏ ମିଶିଛି। ହେଲେ ମାଧ୍ୟମାନ ବହୁତ ସିମ୍ପଲ୍। ଆମେ ଜାଣିଛେ ଏଇଟା ଗୋଟେ ମାଧ୍ୟମାନ ନିୟମ ଅଛି, ଯେ କ'ଣ ନା ପ୍ରତ୍ୟେକ ଲବ୍ଧାଙ୍କ ଯେତିକି ମିଶିବ ମାଧ୍ୟମାନ ସେତିକି ବଢ଼ିଯିବ। ତାମାନେ ଏଠି ଏ ମିଶିଲେ ମାଧ୍ୟମାନ ସେତିକି ବଢ଼ିଯିବ। ତାହେଲେ ଏଇଟା ହେବ ଆମର ଆନ୍ସର। ସେମିତି ମନେ ରଖିବ, ଏଇଟା ବି ପଡ଼ିପାରେ। ସବୁ ଲବ୍ଧାଙ୍କ ଯଦି ଏ ଫେଡ଼ା ହେଲା, ତାହେଲେ ମାଧ୍ୟମାନ ବି ଏ ଫେଡ଼ା ହେଇଯିବ। ସବୁ ଲବ୍ଧାଙ୍କ ଯଦି ଏ ଗୁଣା ହେଲା, ମାଧ୍ୟମାନ ବି ସେତିକି ଗୁଣ ବଢ଼ିଯିବ। ସବୁ ଲବ୍ଧାଙ୍କର ଯଦି ଏ ହରା ହେବ, ତାହେଲେ ମାଧ୍ୟମାନ ସେତିକି ମଧ୍ୟ ହରି ହେଇଯିବ। ଏଥିରୁ ଗୋଟେ ନିଶ୍ଚିନ୍ତ ସିଓର କ୍ୱେଶ୍ଚିନ୍, ଏଥିରୁ ଗୋଟେ ସବୁ ବର୍ଷ ପଡ଼ିବ। ବୁଝିଲେ ପିଲାମାନେ? ତାହେଲେ ଆମର ଆନ୍ସର ହେଇଗଲା ଏଠି ଡି, m ପ୍ଲସ୍ ଏ, କାରଣ ସବୁ ପଦରେ ଏ ମିଶିଛି। ବୁଝିଲା? ତ ଦେଖ ଡିଟେଲ୍ ସଲ୍ୟୁସନ୍। ଡିଟେଲ୍ ସଲ୍ୟୁସନ୍ କ'ଣ ଦେଇଛି ନା, ଏ ଲବ୍ଧାଙ୍କର ମାଧ୍ୟମାନ m ହେଲେ ତାଙ୍କର ଆମେ ଏଇଠି x1 ତାଙ୍କ ଯୋଗଫଳ କେତେ ହେବ ନା, ଯୋଗଫଳ ହେଇଯିବ mn। ବୁଝିଲା? ତ ସବୁ ପଦରେ ଯଦି ଏ ମିଶିଲା, ସେମାନଙ୍କର ମାଧ୍ୟମାନ କେତେ ହେବ ନା x1 ପ୍ଲସ୍ x2 ପ୍ଲସ୍ ସବୁ ମିଶିକି n। ଆମେ ମାଧ୍ୟମାନ କେମିତି ବାହାର କରୁଛେ ନା, ସମସ୍ତ ପଦର ସଂଖ୍ୟାମାନଙ୍କର ଯୋଗଫଳ ବାଇ ଯେତୁଟା ସଂଖ୍ୟା। ବୁଝିଲା? ତ ଆମେ ଏଠି କ'ଣ କଲେ ଦେଖ, ସବୁ ପଦରେ ଏ ଯୋଗ କଲେ, ତ ଆମେ ଏଠି x1 x2 x3 ସବୁ ଗୋଟେ ଠିକ୍ କରିଦେଲେ। ଏମିତି ଏ ତାକୁ ଗୋଟେ ଠିକ୍ କରିଦେଲେ। କେତେଟା ଏ ଅଛି ନା nଟା ଏ ଅଛି, nଟା ଏ ଅଛି। ତ ଆମେ ଜାଣିଛେ ଉପରେ ତା ଆର ମୂଲ୍ୟ ପାଇଛେ ଆମେ ଉପରେ mn, ଆଉ ଏ କୁ n ଥର ମିଶାଇବା, ଯାହା ଏ କୁ n ରେ ଗୁଣିବା ସେଇଆ। ତାହେଲେ mn ପ୍ଲସ୍ n ବାଇ n ହେଲା। ଏଠି n କମନ୍ ଆସିଲା ପରେ ରହିଲା ଏଠି m ପ୍ଲସ୍ ଏ, n କୁ n କଟିଗଲା, ଆଉ ରହିଲା m ପ୍ଲସ୍ ଏ। ତ ଆମର ଆନ୍ସର ସେତିକି ବି ବାହାରିଥିଲା। ଏଇଟା ମନେ ରଖିବ, ଏତେ କରିବା ଦରକାର ନାହିଁ କିଛି। ଯିବା ପରବର୍ତ୍ତୀ ପ୍ରଶ୍ନ ନମ୍ବର 2। ମୁଁ ତୁମକୁ ଏଇଟା ଗୋଟେ ପାଟିଗଣିତର ପ୍ରଥମ ସରଳ ସହ ସମୀକରଣ। ଗୋଟେ ଭଗ୍ନାଂଶ ଲବ୍ଧରୁ 1 ବିୟୋଗ କଲେ 1/3 ହୁଏ, ଏବଂ ହରରେ 8 ଯୋଗ କଲେ 1/4 ହୁଏ। ତ ଭଗ୍ନାଂଶଟି କେତେ? ମୁଁ ତୁମକୁ ସବୁବେଳେ କହିଛି ପିଲାମାନେ, କଦାପି ପାଟିଗଣିତର ସମାଧାନ XY ନେଇକି କରିବ ନାହିଁ। ତ ଆମେ ଏଠି ପ୍ରଥମଟାକୁ ଦେଖ ଅପସନରେ ପ୍ରୟୋଗ କରିବା। କ'ଣ ଦେଇଛି ଆମର? ଭଗ୍ନାଂଶ ଦେଇଛି ଦେଖ, 5/12 7/12 1/12। ଲବ୍ଧରୁ 1 ବିୟୋଗ କଲେ 1/3 ହେଉଛି ନା ଦେଖ, ତାମାନେ ଲବ୍ଧର 3 ଗୁଣ ହେବ ହର। ତାହେଲେ ଏଠି 5 ଅଛି ଲବ୍ଧରେ, 1 ବିୟୋଗ କଲେ କେତେ 4, ତଳେ ଅଛି 12। ତାହେଲେ ହେଉଛି ନା ନାହିଁ 3 ଗୁଣ। ଦେଖ ଲବ୍ଧକୁ 4 ଗୁଣନ 3 ଗୁଣିଲେ କେତେ ହେଉଛି 12। ଦେଖ ଆଉ କେଉଁଠି ହେଉନି। 7ରୁ 1 ଗଲେ 5/12, ଏଇଟା ହେବନି। 1ରୁ 1 ଗଲେ 0/12 ହେବନି। ଲବ୍ଧରୁ ଆମେ 1 ଫେଡ଼ୁଛେ, କାରଣ ପ୍ରଥମଟା ଦେଇଛି ଲବ୍ଧ, ପ୍ରଥମ ସର୍ତ୍ତ ଅନୁସାରେ ଆମେ କରୁଛେ। 5ରୁ 1 ଗଲେ 4/6, ତାକୁ ଲଘିଷ୍ଠ କଲେ 1/3 ହେବ ନାହିଁ। ତାହେଲେ ପ୍ରଥମଟା ହିଁ ଆନ୍ସର ହେଉଛି। ବୁଝିଲା? ଦେଖ କେତେ ସହଜରେ ଆମର ହେଇପାରିଲା। ମୁଁ ତୁମକୁ ଆଉ ଥରେ ବୁଝାଉଛି ପିଲାମାନେ, ଭଲସେ ବୁଝିବାକୁ ଚେଷ୍ଟା କର। ପାଟିଗଣିତ ବହୁତ ସହଜରେ ହେବ XY ନ ନେଇକି। ତ ଆମର କ'ଣ ଦେଇଛି ନା, ଲବ୍ଧରୁ 1 ବିୟୋଗ, ଦୁଇଟା ସର୍ତ୍ତ ହେଇଛି। ଲବ୍ଧରୁ 1 ବିୟୋଗ କଲେ 1/3 ହେବ, ହରରେ 8 ଯୋଗ କଲେ ଆମର କ'ଣ ଦେଇଛି, ହରରେ 8 ଯୋଗ କଲେ 1/4 ହେବ। ତ ଆମେ ପ୍ରଥମ ସର୍ତ୍ତ ଦେଖିବା। ତ ହରରେ ଏଠି ଲବ୍ଧରୁ 1 ଯୋଗ ବିୟୋଗ କରିବା, 5ରୁ 1 ଗଲେ 4, ତଳେ ଅଛି 12। ତ 4/12କୁ ଲଘିଷ୍ଠ କଲେ ହେବ 1/3। ତ ଏଇଟା ହିଁ ଆମର ଆନ୍ସର ହେଉଛି, ବାକି ତକ ହେବ ନାହିଁ। ବୁଝିଲା? ତ ଯଦି ଏମିତି ପ୍ରଥମଟା ପ୍ରୟୋଗ କରୁ କରୁକା ଦୁଇଟା ଆନ୍ସର ବାହାରିଲା, ତାହେଲେ ଦ୍ୱିତୀୟ ସର୍ତ୍ତ ଦେଖିବ। ଦ୍ୱିତୀୟଟା ପ୍ରୟୋଗ କରିକି ଦେଖିବ। ତ ଦ୍ୱିତୀୟରେ ଆମେ 8 ଯୋଗ କରି ଦେଖିବା। ଏଠି କେତେ ଅଛି ଆମର ଉତ୍ତରରେ? 12 ଅଛି। ହରରେ 8 ଯୋଗ କଲେ କେତେ ହେଇଯିବ? 20। ଉପରେ ଅଛି 4, 4କୁ ଗୋଟେ କାଟିଲେ, ସରି ଉପରେ ଅଛି 5, 5କୁ ଗୋଟେ କାଟିଲେ କେତେ? 1/4 ହେଉଛି ନା ନାହିଁ? ତ ଦେଖ ତା ଡିଟେଲ୍ ସଲ୍ୟୁସନ୍ ମୁଁ ଆଣିଛି। ମନେକର
भग्नांशटी एक्स बै वाई तो प्रश्न आंसर लब्बरू एक वियोग कले हूँ 1/3 ताको आम इक्वेशन कले 3x - y = 3 है प्रथम इक्वेशन हर 8 जो कले हूँ 1/4 तो वज्र गणन करके इक्वेशन है 4x - y 8 आम कौन कले ना इक्वेशन 1 और इक्वेशन 2 फेरले 3x - y = 3 माइनस 4x - y गला तो सिंपल चेंज हो गला y को y कटिके है 3x रु 4x गले -x 3 रु 8 गला माइनस तो माइनस माइनस कटिके प्लस हो गला x = 5 है तेना आम लब्बरे 5 रहिबो एवं आम उत्तर लब्बरे 5 गोटे ही अच्छी तापर x मान तुम इक्वेशन 1 रे प्रयोग कर y मान बाहर कले तो उत्तर आम 5 बार ही है तो जी परवर्ती प्रश्न को देख पे देखिए एक्स स्क्वायर माइनस 15 px प्लस 3 = 0 मूल द्वर आल्फा बीटा हेले 1/α प्लस 1/β = केते पे मन रख यही प्रश्न सब वर्ष परीक्षा पड़ी ये केते प्रकार पढ़ी पार आ उत्तर प्रथम आलोचना करदे आपको डायरेक्ट आम लिखिदेव लस आगे है आल्फा इंटू बीटा तो जिते आम उत्तर लब्बटा हो आल्फा प्लस बीटा केमती है लस आगु को आल्फा रहा आल्फा को आल्फा कटि रहा बीटा यहीटा को बीटा रहा बीटा बीटा कर रहा आल्फा तो आमर है जो बीजद्वर जोगफल बै गुणफल ताले जोगफल आमर केते हम ये आमर आल्फा प्लस बीटा केते आम जाने माइनस बी बै ये उत्तर तो माइनस बी हेल्ले माइनस 15 पी बै 1 ताले उत्तर आमर हम प्लस 15 पी यहाँ है आल्फा ये प्लस बीटा जोगफल गुणफल केते हम ना सी बै ए सी है 3 ये 3 3 है ताले आमर एटार उत्तर हम केते 15 पी बै 3 3 की 15 काटिले 5 ताले उत्तर है 5 पी उत्तर केते हो गला 5 पी आमर अच्छी ये ऑप्शन को ऑप्शन रे अच्छी ना ऑप्शन ए रे अच्छी 5 पी बुझेला पे आउ थे कहूँ देख आम डिटेल सॉल्यूशन केमती है आम ने ए है 1 बी है -15 पी सी है 3 आल्फा प्लस बीटा बाहर करदे 15 पी बाहर आल्फा इंटू बीटा बाहर करदे 3 बाहर तो 1/α प्लस 1/बीटा लस आगु है आल्फा इंटू बीटा लब्बर आमर है बीटा प्लस आल्फा तो मूल्य पकईदे बाहर 5 पी तो मन रख पे यहाँ गोटे प्रश्न विभिन्न भेराइटर पढ़ी पार यही प्रश्न जो 1/α प्लस 1/बीटा दी जेटा ही पचारि पार आल्फा टू दी पावर -1 बीटा टू दी पावर -1 पचारि पार बा आल्फा प्लस बीटा बाय आल्फा इंटू बीटा पचारि पार बा भाषा पचारि पार बीजद्वयर समष्टि बाय बीजद्वयर गुणफल किंबा कहि पार बीजद्वयर व्युत्क्रम समष्टि ये सबुतक प्रश्नर गोटे उत्तर सर्टकट उत्तर -b/c कौन -b/c देख आम जब प्रिवियस पेज को जीवा है देख ये प्रिवियस पेज रे देख ये आम यदि प्रश्न पकईबा आम मूल्य पकईबा आमर कौन हम देख उत्तर मुझे कौन कहली सब यहाँ उत्तर डायरेक्ट कौन हम -b/c तो माइनस बी है माइनस बी रूल्य हो -15 पी बै सी रूल्य है 3 तो माइनस माइनस ये प्लस 15 पी बै 3 3 5 15 ताले 5 पी उत्तर देख एत सब कर दरकार डायरेक्ट उत्तर हम बुझेगा पे तो यहाँ मन रख केमी आमर यही सबुतक प्रश्न भेराइटी प्रश्न पे गोटे उत्तर -b/c जी परवर्ती प्रश्न को निम्नस्थ समीकरण केउटी होतर कोटा द्विघात समीकरण आमर हम ना कौन कोटा द्विघात समीकरण हेब ना द्विघात समीकरण मिले ना तो यहाँ आम करा पड़ो पे देख मुझे आंसरटा लिखिदी बहुत उत्तर आंसरटा लिखिदी देख प्रथम ऑप्शन देती x होल इंटू प्रथम ऑप्शन देती x होल इंटू 2x - 3 = 7 गुणागुण करदे है 2x² - 3x - 7 जेहेतु घात 2 रोचे तो द्विघात समीकरण हम तापर ऑप्शन रे x - 3 होल इंटू x - 2 = 1 सब आम बंटन नियम प्रयोग गुणागुणी कले उत्तर बाहर x² - 5x + 5 = 0 यहाँ भी द्विघात समीकरण हम जेहेतु द्विघात रोचे तापरटा देती
କ'ଣ ଦେଇଛି 3x minus 2 whole into x minus 1 whole into 2x plus 1 ଏଇଟାକୁ ଡାହାଣ ପଟକୁ ଆମେ ବଜ୍ରଗଣନ କଲେ ହେଲା 2x square plus x minus 2x minus 1 ସବୁ ତ ଗୋଟେ ପାର୍ଶ୍ୱ ନେଇଗଲା ପରେ ଆମ ଉତ୍ତର ହେଲା କ'ଣ 2x square minus 4x plus 1 equal to 0 ଯେଉଁଟା ବି ଦ୍ୱିଘାତ ସମୀକରଣ ହେଉଛି। ପିଲାମାନେ ଏଠି ମୁଁ ଗୁଣନ ପ୍ରକ୍ରିୟା ଗୁଡ଼ାକୁ ସ୍କିପ୍ କରୁଛି, ତୁମେ ଭଲସେ ବୁଝ ନାହିଁ କାରଣ ଅଧିକରୁ ଅଧିକ କ୍ୱେଶ୍ଚିନ୍ ଆଲୋଚନା କରିବାର ଅଛି, ଭିଡ଼ିଓ ବହୁତ ଲମ୍ବା ହେଇଯିବ, କିନ୍ତୁ ତୁମେ ଜାଣିଛ ସବୁ କେମିତି ଗୁଣାଯାଏ ହେଲା। ତେଣୁକରି ଏଇଟା ଦ୍ୱିଘାତ। ତାହେଲେ ଆମର ଗୋଟେ ବଞ୍ଚିଲା ଡି, ଦେଖ ଏଠି 2x କୁ x ରେ ଗୁଣିଲେ 2x ସ୍କୋୟାର, 2x କୁ ମାଇନସ୍ 2 ଗୁଣିଲେ ମାଇନସ୍ 2x, x ହୋଲ୍ ଇଣ୍ଟୁ 3 3x, x କୁ 2x ରେ ଗୁଣିଲେ 2x ସ୍କୋୟାର, x କୁ ତାର ପ୍ଲସ୍ 5 ରହିଲା। ତ ସବୁ ତ ଗୋଟେ ପାଟକୁ ଆଣିଲେ 2x ସ୍କୋୟାର ମାଇନସ୍ 2x, 3x ଏପଟକୁ ଆଇଲେ ମାଇନସ୍ 3x, ପ୍ଲସ୍ 2x ସ୍କୋୟାର ଏପଟକୁ ଆଇଲେ ମାଇନସ୍ 2x ସ୍କୋୟାର, ପ୍ଲସ୍ 5 ଏପଟକୁ ଆଇଲେ ମାଇନସ୍ 5, ଏପଟ ହେଲା 0। ତ 2x ସ୍କୋୟାରକୁ 2x ସ୍କୋୟାର କଟିଗଲା, ବାକି ଏତିକି ରହିଲା। ତ ଏଠି ଯେହେତୁ ଦ୍ୱିଘାତ ନାହିଁ ତ ଏଇଟା ଦ୍ୱିଘାତ ସମୀକରଣ ନୁହଁ, ତାହେଲେ ଆମର ଅପସନ୍ ହେବ ଡି। ଦେଖ ଆମର ଆନ୍ସର୍ କ'ଣ ହେବ, ଅପସନ୍ ଆମର ହେବ ଅପସନ୍ ଡି, এইটা দ্বিঘাত সমীকরণ মিলে ନାହିଁ। তাহলে ଆମେ କେମିତି କରିବା, ଏତେ ସବୁ ତ କରିବା ଟାଇମ୍ ନାହିଁ। ଦେଖ ଆମେ ଖାଲି ଦ୍ୱିଘାତ ଆସୁଛି ନା ଦେଖିବା, ଅନ୍ୟ ଗୁଡ଼ା ଆମର ରହୁ ନ ରହୁକି ଯାଏ ଆସେ ନାହିଁ। ଏଠି ଦେଖ ଏଇ ଅପସନ୍ ଦେଖ ଏକ୍ସକୁ 2x ରେ ଗୁଣିଲେ ଏଠି କେତେ ରହୁଛି 2x ସ୍କୋୟାର ରହୁଛି ନା ରହୁନି, ଆଉ କେଉଁଠି 2x ସ୍କୋୟାର x ସ୍କୋୟାର ନାହିଁ, ତେଣୁକରି ଏଇଟା ଦ୍ୱିଘାତ ସମୀକରଣ ହେଲା। ଏଠି ଏକ୍ସକୁ ଏକ୍ସରେ ଗୁଣିଲେ ଏଠି ବି ଏକ୍ସ ସ୍କୋୟାର ରହୁଛି, ଏଇଟା କଟିବା ପାଇଁ କିଛି ଅଲଗା ଇଏ ନାହିଁ, ପଦ ନାହିଁ, ତ ଏଇଟା ବି ଦ୍ୱିଘାତ ସମୀକରଣ ହେଉଛି। ଦେଖ ଏଠି ଏପଟେ ଦ୍ୱିଘାତ ସମୀକରଣରେ କିଛି ନାହିଁ, ଏପଟେ ଦେଖ ଏକ୍ସକୁ 2x ରେ ଗୁଣିଲେ କେତେ ହେଲା 2x ସ୍କୋୟାର। ତ ଏଇ ପଦଟା କଟିବା ପାଇଁ ନା ଏପଟେ କିଛି ଅଛି ନା ଏପଟେ କିଛି ଅଛି, ତାହେଲେ ଏଇଟା ବି ଦ୍ୱିଘାତ ସମୀକରଣ ହେବ, କାରଣ ଏଠି ଦ୍ୱିଘାତ ରହୁଛି, ଏଠି ଦ୍ୱିଘାତ ରହୁଛି, ଏଠି ବି ଦ୍ୱିଘାତ ରହୁଛି। ଯଦି ତିନିଟା ଦ୍ୱିଘାତ ସମୀକରଣ ହେଇଗଲା, ଡିଟା କିଛି ଦେଖିବା ଦରକାର ନାହିଁ, ଅଟୋମେଟିକ୍ ଡିଟା ଉତ୍ତର ହେବ। ବୁଝିଲା, ଅପସନ୍ ଡି। ଦିଆ ପରବର୍ତ୍ତୀ ପ୍ରଶ୍ନ ପିଲାମାନେ, ସିକ୍ସ ଏକ୍ସ ସ୍କୋୟାର ମାଇନସ୍ 11x ପ୍ଲସ୍ କେ ଇକ୍ୱାଲ୍ ଟୁ 0 ସମୀକରଣର ଗୋଟିଏ ବୀଜ ଅନ୍ୟଟିର ବ୍ୟୁତ୍କ୍ରମ। ମନେ ରଖିବ ପିଲାମାନେ, ଯେତେବେଳେ ଗୋଟିଏ ବୀଜ ଅନ୍ୟଟିର ବ୍ୟୁତ୍କ୍ରମ ଦେଇଥିବ ସେଇ ସମୟରେ ମନେ ରଖିବ ସିର ମୂଲ୍ୟ ଏ ସହ ସମାନ। ତାହେଲେ କେ ର ଏଠି ସି କେତେ ଅଛି, କେ ଏ କେତେ ଅଛି 6, ତାହେଲେ କେ ର ମୂଲ୍ୟ 6 ସହ ସମାନ, ଅପସନ୍ ଏ, ଉତ୍ତର ହେଲା ଅପସନ୍ ଏ। ଆଉ ଥରେ କହୁଛି, ଯେତେବେଳେ ଦେଇଥିବ ଗୋଟିଏ ବୀଜ ଅନ୍ୟଟିର ବ୍ୟୁତ୍କ୍ରମ ସେତେବେଳେ ସି ର ମୂଲ୍ୟ ଏ ସହ ସମାନ, କିମ୍ବା ଦେଇଥିବ ବୀଜ ଦ୍ୱୟର ଗୁଣଫଳ 1 ସେତେବେଳେ ବି ସି ର ମୂଲ୍ୟ ଏ ସହ ସମାନ, ଦୁଇଟାକ ଏକା କଥା। ଯେତେବେଳେ ବୀଜ ଦୁଇଟା ଯଦି ବ୍ୟୁତ୍କ୍ରମ ହେବେ ତାହେଲେ ସେଇ ଗୁଣଫଳ ତାଙ୍କର 1 ବି ହେବ, ତେଣୁକରି ଉତ୍ତର ଏଠି 6। ବେଳେବେଳେ ଏମିତି ପ୍ରଶ୍ନ ପଚାରିବ ବୋଲେ ଗୋଟେ ବୀଜ ଅନ୍ୟଟିର ଯୋଗାତ୍ମକ ବିଲୋମୀ, କେଉଁ ବିଲୋମୀ, ଯୋଗାତ୍ମକ ବିଲୋମୀ, ସେତେବେଳେ b ଇକ୍ୱାଲ୍ ଟୁ 0 ମନେ ରଖିଥିବ, b ଇକ୍ୱାଲ୍ ଟୁ 0 ଏଇଟାକୁ ନେଇ ମଧ୍ୟ ପ୍ରଶ୍ନ ପଚାରୁଛି। b ଇକ୍ୱାଲ୍ ଟୁ 0 ହେଲେ ହିଁ ଯୋଗାତ୍ମକ ବିଲୋମୀ ହେବ, ମାନେ ଯେଉଁଠି ଏଇ x ପଦଟା ନଥିବ, ଖାଲି x ସ୍କୋୟାର ପଦଟା ଥିବ ଆଉ c ପଦଟା ଥିବ। ତାହେଲେ ଆମର ଏଇ ପ୍ରଶ୍ନ ଉତ୍ତର ହେଲା 6। ଯିବା ଦେଖ ସଲ୍ୟୁସନ୍ ତାର, ଏଇଠି ମୁଁ ସଲ୍ୟୁସନ୍ ତାର କରିଛି, ଏ ର ମୂଲ୍ୟ ଏତିକି, ବି ର ମୂଲ୍ୟ ଏତିକି, ସି ର ମୂଲ୍ୟ ଏତିକି, ଗୋଟେ ବୀଜ ଆଲଫା, ତାହେଲେ ଆର ବେଳଟା ଆର ବାଇ ଆଲଫା, ବୀଜ ଦ୍ୱୟର ଗୁଣଫଳ 1 ମାନେ ସି ଗୁଣଫଳ ସୂତ୍ର ସି ବାଇ ଏ, ତ ଇଜ୍ ଇକ୍ୱାଲ୍ ଟୁ 1, ସି ଜାଗାରେ ସି ର ମୂଲ୍ୟ, କେ ଜାଗାରେ ଏ ଜାଗାରେ ଏ ର ମୂଲ୍ୟ ପକେଇ ହେଲା, ତ ଆମର ହେଇଗଲା କେ ର ମୂଲ୍ୟ 6। ଏଇଟାକୁ ଦେଇଛି ପିଲାମାନେ, ଯେଉଁ ବିଶେଷ ଦ୍ରଷ୍ଟବ୍ୟ ଦେଇଛି, ଏଇ ଦ୍ରଷ୍ଟବ୍ୟତାକୁ ପିଲାମାନେ ଭଲସେ ଦେଖିବ। ବୀଜ ଦ୍ୱୟ ଯୋଗାତ୍ମକ ବିଲୋମୀ ହେଲେ b ଇକ୍ୱାଲ୍ ଟୁ 0 ସର୍ତ୍ତ, ବୀଜ ଦ୍ୱୟ ଗୁଣାତ୍ମକ ବିଲୋମୀ ହେଲେ c ଇଜ୍ ଇକ୍ୱାଲ୍ ଟୁ a ସର୍ତ୍ତ। ବୁଝିଗଲା ପିଲାମାନେ। ଯିବା ପରବର୍ତ୍ତୀ ପ୍ରଶ୍ନ, ଏପିର ଗୋଟେ ପ୍ରଶ୍ନ ଆସିଲା ପିଲାମାନେ, ଏକ ଏପିର ପ୍ରଥମ ପଦ ତାମାନେ ଏ ହେଉଛି 100, ସାଧାରଣ ଅନ୍ତର -1, ଡି ହେଲା ଯଦି ଯେହେତୁ ସାଧାରଣ ଅନ୍ତର ପିଲା ଯେତେବେଳେ ମନେ ରଖିଥାଅ ନେଗେଟିଭରେ ଥିବ, ତାମାନେ ଏପିଟା କମି 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 ଆସିବ। ବୁଝିଲା ପିଲାମାନେ। ତ ତାର 100ତମ ପଦ କେତେ, ତାମାନେ T100 କେତେ ପଚାରିଛି, ତ ଆମେ ସୂତ୍ର ପକେଇ କରିପାରିବା, ନହେଲେ ଆମେ କେତେ ଲେଖାଏଁ କମିବ, ଥରେ କି 1 ଲେଖାଏଁ କମିବ, କେତେରୁ କମିବ 100ରୁ କମିବ, କେତେ ଥର କମିବ ନା ଏଠି 100ତମ ପଦ ଦେଇଛି ମାନେ 99 ଥର କମିବ, କାରଣ ଗୋଟେ ପଦ ଅଲରେଡ଼ି 100 ହେଇଯାଇଛି, ତାପରେ ସିନା ଅବଶ୍ୟ କମିବ। ଗୋଟେ ପଦ ଅଲରେଡ଼ି ଆମେ ପ୍ରଥମ ପଦରେ 100 ଯାଇଛି ହେରି,
ତାପରେ ଯଦି 100ତମ ପଦରୁ ଗୋଟେ ପଦ ପଳେଇଛି ତାପରେ ଆଉ କେତେଟା ପଦ ରହିଲା 99ଟା। ତାହେଲେ କେତେ ଥର କମିବ 99 ଥର କମିବ। 99 ଥର କେତେ କମିବ 99 1 ଲେଖାଏଁ କମିଲେ 99 କମିବ। ଉତ୍ତର ହେବ 1 ଅପସନ୍ ଏ। ଏଇଟା ଥର୍ଡ଼ ପ୍ରୋସେସ୍ରେ କରିପାରିବା ଆମେ ଅପସନ୍। ଆଉ ଥରେ କହିଦେଉଛି ପ୍ରଥମ ପଦ ଅଛି ଦେଇଛି ପ୍ରଥମ ପଦ ଆମର ପ୍ରଥମ ପଦ ଦେଇଛି ପିଲାମାନେ 100 ମାନେ ଏ ହେଲା 100 ସାଧାରଣତଃ 1 -1 ମାନେ 1 ଲେଖାଏଁ କମି କମିଯିବ। କେତେତମ ପଦ ପଚାରୁଛି 100ତମ ପଦ ପଚାରୁଛି। 100ତମ ପଦ ପଚାରୁଛି ମାନେ 99 ଥର ଡିଟା କମିବ। ଡି କେତେ କମିବ 1 99 ଥର 1 କମିବ ମାନେ କେତେ କମିବ 99 କମିବ। ତାହେଲେ 100ରେ 99 ଗଲେ 1 ବୁଝିଲା ପିଲାମାନେ। ତାହେଲେ ଅପସନ୍ 1 ଦେଖ ତା ଡିଟେଲ୍ ସଲ୍ୟୁସନ୍ ଦେଇଦେଇଛି ମୁଁ ସୂତ୍ର ପକେଇକି। ଆମର ଯେଉଁ ସୂତ୍ର ଅଛି a + n - 1 * d a ର ମୂଲ୍ୟ ଜାଗାରେ 100 n ର ମୂଲ୍ୟ 100 -1 100ରୁ 1 ଗଲେ 99 କୁ -1 ଗୁଣା ହେବ ପ୍ଲସ୍କୁ -1 ଗୁଣିଲେ ମାଇନସ୍ ତ 99କୁ 1 ଗଲେ 99 100ରୁ 99 ଗଲେ 1 ସେଥିରେ ଆମର 1 ବାହାରିଲା। ସେଇଟା ଥର୍ଡ଼ ପ୍ରୋସେସ୍ରେ ଆମେ କରିଥିଲେ ଆରାମସେ କରିପାରିବ। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ ତ୍ରିକୋଣମିତିର ଗୋଟେ ପ୍ରଶ୍ନ ଦେଖ ଦେଇଛି a + b tan a + b √3। ତାହେଲେ tan ଆମର √3 କେତେ tan 60 ଡିଗ୍ରୀ ହେଲେ √3 ତାମାନେ a + b ର ମୂଲ୍ୟ ହେଲା 60। tan a - b ର ମୂଲ୍ୟ 1/√3 1/√3 କେତେ ଆସିବ 30 ଡିଗ୍ରୀ କେତେ ଆସିବ 30 ଡିଗ୍ରୀ। ତାହେଲେ a - b ର ମୂଲ୍ୟ ହେଲା 30। ସେ କହୁଛି a + b ର ମୂଲ୍ୟ 90 ଭିତରେ ହିଁ ରହିବ ଏବଂ ଏଟା b ଠୁ ବଡ଼। ତାହେଲେ ଏର ମାନ କେତେ ତ a + b ହେଲା 60 a - b ହେଲା 30 ଦୁଇଟା ଜଷ୍ଟ ମିଶାଇ ଦିଅ। a + b ହେଲା 60 a - b ହେଲା 30 ଦୁଇଟା ମିଶିଲେ ପ୍ଲସ୍ b ମାଇନସ୍ b କଟିଲା 2a = 60 30 90। ତାହେଲେ a ର ମୂଲ୍ୟ କେତେ 90 ଦୁଇଟା ପଟେ ଗୁଣିଲେ ପୁରା ହରି ହେଇଯିବ ସମାନ ହେଲା 45 ଡିଗ୍ରୀ। a ର ମୂଲ୍ୟ କେତେ ହେଲା 45। b ର ମୂଲ୍ୟ ପଚାରିଲେ ବାହାର କରିବ 60ରୁ 45 ପେଡ଼ି ଦେଲେ 15 ବାହାରିବ ଆଉ କ'ଣ ବୁଝିଗଲା ପିଲାମାନେ। ଏଇ ଭ୍ୟାଲ୍ୟୁ ଗୁଡ଼ା ସବୁ ସାଇନ୍ କସ୍ ଟ୍ୟାନ୍ କଟ୍ ଏ ଭ୍ୟାଲ୍ୟୁର ମନେ ରଖିବ। ଡିଟେଲ୍ ସଲ୍ୟୁସନ୍ ତାହେଲେ ଦେଖ କେମିତି କରାଯାଇଛି ଏଠି ଏଇଥିରୁ ବୁଝିପାରିବ ତୁମେ ଆହୁରି। tan a + b √3 ତାହେଲେ tan a + b tan √3 tan 60ର ମୂଲ୍ୟ a + b ହେଲା 60। tan a - b ହେଲା 1/√3 ତାହେଲେ 1/√3 tan 30ର ମୂଲ୍ୟ ତାହେଲେ a - b ହେଲା 30। ତାହେଲେ ଆମେ ଦୁଇଟା ଇକ୍ୱେସନ୍କୁ ଏଠି ମିଶାଇ ଦେଲା ପରେ ପ୍ଲସ୍ b କି ମାଇନସ୍ b କଟିଗଲା ରହିଲା 2a = 90 a = 90/245। b ପଚାରେ କିନ୍ତୁ bଟା ପିଲା ଏଠି କାଢ଼ି ଦେଇଛି ମନେ ରଖିବ ଠିକ୍ ଅଛି। ଯିବା ପରବର୍ତ୍ତୀ ପ୍ରଶ୍ନ ଜ୍ୟାମିତିର ଗୋଟେ ପ୍ରଶ୍ନ ଆସିଲା ପିଲାମାନେ ତାକୁ ଟିକେ ଛୋଟ କରିଦେବା କାରଣ ସେ ବହୁତ ଜାଗା ମାଡ଼ି ବସିଛି। ଠିକ୍ ଅଛି ଏତିକି ଥାଉ। ଦେଖ ଦେଇଛି ଏଇ ଚିତ୍ରରେ AD এটা লম্ব BE লম্ব ହେଲେ ଏଇ APE ତ୍ରିଭୁଜଟା କାହା ସହ ସଦୃଶ ହେବ କ'ଣ ଦେଇଛି APE ତ୍ରିଭୁଜ କାହା ସହ ସଦୃଶ ହେବ ପୁରା ଆରାମସେ କରିପାରିବା। ଦେଖ ଏଇ କୋଣକୁ ଆର ଏଇ କୋଣଟା ସମାନ ହେବ କାରଣ ଇଏ 90 ଇଏ 90 ତାପରେ ଆଉ ଗୋଟେ କେଉଁ କୋଣ କରିବେ ସମାନ ହେବ ଏଇ କୋଣକୁ ଏଇ କୋଣ ସମାନ ହେବ କାହିଁକି ନା ଏଇ ପ୍ରତିପ କୋଣ। ତାହେଲେ ଗୋଟେ ଏଇ ତ୍ରିଭୁଜକୁ ଏଇ କୋଣ ସମାନ ଏବଂ ଏଇ ତ୍ରିଭୁଜରେ ଏଇ କୋଣକୁ ଏଇ କୋଣ ସମାନ ଦୁଇଟା କୋଣ ସମାନ ହେଲା କୋକ ସାଦୃଶ୍ୟ ଅନୁସାରେ। ତାହେଲେ APE ତ୍ରିଭୁଜ କାହା ସହ ସମାନ ହେଲା BPD ତ୍ରିଭୁଜ ସହ। ଅପସନ୍ ହେଲା ସି। ଅପସନ୍ କ'ଣ ଆମର ହେଲା ଅପସନ୍ ସି ଜାଣିହେଲା ପିଲାମାନେ ଅପସନ୍ ହେଲା ସି BPD ତ୍ରିଭୁଜ ସହ ସମାନ। ତାର ଡିଟେଲ୍ ସଲ୍ୟୁସନ୍ ଦେଖ ପିଲାମାନେ ଦେଇଛି ଏଠାରେ କାହିଁକି ଦେଇଛି ନା ମୁଁ ଏଠି କରିଦେଇଛି ଏଠି ଏଇ କୋଣକୁ ଏଇ କୋଣ 90 ଡିଗ୍ରୀ ଏଠି APE କୋଣ ଏଇ କୋଣକୁ ଏଇ କୋଣ ସମାନ କାରଣ ପ୍ରତିପ କୋଣ ତାହେଲେ କୋକ ସାଦୃଶ୍ୟ ଅନୁସାରେ ଯୋଡ଼ାକ ସମାନ ହେଲା। ତାହେଲେ BPD ଆମର ହେବ ଉତ୍ତର ଅପସନ୍ କେଉଁଟା ଅପସନ୍ ସି ବୁଝିଲା ପିଲାମାନେ। ଯିବା ପରବର୍ତ୍ତୀ ପ୍ରଶ୍ନକୁ
देख कौन देछि त्रिभुज एबीसी सदृश त्रिभुज पी क्यू आर एबीसी त्रिभुजर देछि एबीसी त्रिभुज सदृश पी क्यू आर त्रिभुज एबीसी त्रिभुज सदृश पी क्यू आर त्रिभुज त्रिभुज एबीसी ର ପରିସୀମା ଦେଇ ଦେଇଛି ତା କ୍ଷେତ୍ରଫଳ ଦେଇ ଦେଇଛି त्रिभुज पी क्यू आर ର ପରିସୀମା ଦେଇ ଦେଇଛି ବୋଲେ ତା କ୍ଷେତ୍ରଫଳ କେତେ ପଚାରିଛି ଆମେ ଜାଣିଛେ ଦିଟା ସଦୃଶ ତ୍ରିଭୁଜର କ୍ଷେତ୍ରଫଳର ଅନୁପାତ ତାଙ୍କର ପରିସୀମାର ବର୍ଗାନୁପାତ ସହ ସମାନ ତାହେଲେ ଆମେ ଏଠି ଲେଖିବା त्रिभुज एबीसी ର କ୍ଷେତ୍ରଫଳ 81 ବାଇ ପି କ୍ୟୁ ଆର୍ त्रिभुଜର କ୍ଷେତ୍ରଫଳ ସମାନ ହେଲା ତାଙ୍କର ପରିସୀମାର ବର୍ଗାନୁପାତ ସହ ସମାନ ହେଲା 60 କୁ 20 କାଟିଲେ 3 80 କୁ 20 କାଟିଲେ 4 ରହିଲା କେତେ 3 ସ୍କୋୟାର 9 ବାଇ 4 ସ୍କୋୟାର 16 ଇଏ 9 କୁ 81 କାଟିଲେ 9 ଏ 16 କୁ 9 ରେ କାଟିଲେ 9 ରେ ଗୁଣିଲେ ହେବ 144 ଅପସନ୍ ଡି ଏତିକି ହିଁ ପିଲା ଲେଖିବ ପରୀକ୍ଷାରେ ଜିନିଷ ମୁଁ ନୋଟ୍ ପ୍ରୋଭାଇଡ୍ କରିଥିଲି ସେ ନୋଟ୍ରେ ସବୁ ଲେଖା ହେଇଛି ପୁରା ଦିଟା ସଦୃଶ ତ୍ରିଭୁଜର କ୍ଷେତ୍ରଫଳର ଅନୁପାତ ସେମାନଙ୍କର ପରିସୀମାର ଅନୁପାତ ସହ ସମାନ ତାଙ୍କର ବାହୁର ବର୍ଗାନୁପାତ ସହ ସମାନ ତାଙ୍କର ଅନୁରୂପ ଉଚ୍ଚତାର ବର୍ଗାନୁପାତ ସହ ସମାନ କୋଣ ଅନୁରୂପ କୋଣ ସମଦ୍ୱିଖଣ୍ଡର ବର୍ଗାନୁପାତ ସହ ସମାନ ତାଙ୍କର ଅନୁରୂପ ମଧ୍ୟମାର ବର୍ଗାନୁପାତ ସହ ସମାନ ଦେଖ ମୁଁ ତା ଡିଟେଲ ସଲ୍ୟୁସନ କରିଛି त्रिभुज एबीसी पी क्यू आर ତା ମୂଲ୍ୟ ଦେଇ ସବୁ ଲେଖିଦେଇଛି ତାପରେ ସୂତ୍ର ଏଇଟା ରହିଲା ଏଠି ଏଇଟା ହିଁ ମନେ ରଖିବ त्रिभुज एबीसी ର କ୍ଷେତ୍ରଫଳ ବାଇ त्रिभुज पी क्यू आर ର କ୍ଷେତ୍ରଫଳ त्रिभुज एबीसी ର ପରିସୀମା ବାଇ त्रिभुज पी क्यू आर ର ପରିସୀମାର ସ୍କୋୟାର ସବୁ ମୂଲ୍ୟ ପକେଇଦେଲ ସଲ୍ୟୁସନ କରିକି ତାର ଉତ୍ତର ବାହାରିଲା ଆମର 144 ବର୍ଗ ସେମି ବୁଝିଲା ପିଲାମାନେ ଯିବା ପରବର୍ତ୍ତୀ ପ୍ରଶ୍ନକୁ କଣ ଦେଇଛି त्रिभुज पी क्यू आर गोटे चित्र देने से चित्र करदे त्रिभुज एटा पी धर एटा क्यू एटा त्रिभुज पी क्यू आर रे पी क्यू आर समद्विखंड पी पी आर को के बिंदु करे एठी के बिंदु छेद करे हेले पी क्यू 12 सेमी एटा 12 क्यू आर 8 सेमी एटा 8 सेमी पी आर 15 सेमी टोटाल 15 सेमी पी के केते तो एटा मु सॉल्यूशन करछि जिबा कारण त लिखा जगह पाइबनी देखो लेखा मूल्य लिखि देछि तो आमे जानि छे एते बेले गोटे कोण समद्विखंड हबो कोणर बाहु मानकर अनुपात से विपरीत भाग जो छेदांश रे परिणत कर सेमानकर अनुपात समान ताले एमिति पी क्यू बाई क्यू आर इज इक्वल टू हमर कोन लाउथ कहि दोछि देखो कोन हला पी क्यू बाई क्यू आर हला पी के बाई के आर लिखि जेठी तो आमर दरकार पीके रो मूल्य तो सेटा तळु काणी तो लेउटे दबा हला प्रतिलोम अनुपात कले तो लेउटे गले क्यू आर बाई पी क्यू हला के आर बाई पी के सब ताले हमको कोन दरकार हमको मूल्य देछि पी आर तो पी आर ने पड़ा हम कोन कले ना एथरे प्लस एक मिसे की क्यू आर प्लस पी क्यू बाई पी क्यू इज इक्वल टू के आर प्लस पी के बाई पी के यही नियम गुड़ा पिले तुम जदि बुझीपारन नवम श्रेणी आम अनुपात समानुपात चैप्टर अच्छी जाकि बुझीपार तो ये के आर प्लस पी के है के पी आर आम पी आर बर्तमान पलि आसला क्यू आर है 8 सेमी पी क्यू है 12 सेमी बाई पी क्यू है 12 सेमी पी आर मूल्य 15 बाई पी के तो यहाँ कले 12 8 मिसले 20 बाई 12 इज इक्वल 15 बाई पी के या 5 रे काटले 3 आकु 5 रे काटले 4 4 की 12 काटले 3 रहला 3 3 की 9 सेमी बुझेला पिला माने तो ये प्रश्न सब बेले परीक्षा रे पड़ुची मु जो जो प्रश्न सब पिला आलोचना करछि मो कारण जेहेतु कम दिन समय अछि आउ हम पाखे समय नहीं टोटाल प्रश्न गुड़ा आलोचना करिया को तो मु सब इंपोर्टेंट प्रश्न गुड़ा को आलोचना करूछि ठीक अछि पिला माने आज पई एतिकी पुन थ देखा गोटे नुआ वीडियो रे तुम वीडियो सब देख भल से पढ़ापढ़ी कर अल्प दिन है फुल दम रे पढ़ापढ़ी लगी जा ठीक अच्छे पे तुम ता पूर्व टे कौन कर
ସବସ୍କ୍ରାଇବ୍ କରିଦେବ ଏବଂ ଲାଇକ୍ ସେୟାର ମଧ୍ୟ କରିଦେବ। ଲାଇକ୍ କରିବ, ସେୟାର କରିବ। ହେଉଛି ବିଦାୟ। ବାଏ ପିଲାମାନେ।